वंशाकल्पतरुभश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। जय श्री प्रभुपाद की जय। ଆମମାନେ ଭଗବତ ଗୀତା ଏକାଦଶ ଅଧ୍ୟାୟ ଅଧ୍ୟୟନ କରି ଶ୍ରବଣ କରୁଛେ। ଏକାଦଶ ଅଧ୍ୟାୟର 4 ନମ୍ବର ଶ୍ଲୋକ ଆମେ ଶ୍ରବଣ କରିବା। ଅର୍ଜୁନ କହୁଛନ୍ତି, ମନ୍ୟସେ ଯଦି ତତ୍ ସଖ୍ୟମ୍ ମୟା ଦ୍ରଷ୍ଟୁମିତି ପ୍ରଭୋ ଯୋଗେଶ୍ୱର ତତୋ ମେ ତୁମ ଦର୍ଶୟାତ୍ମନମ୍ ଅବ୍ୟୟମ୍। ହେ ପ୍ରଭୁ ଯୋଗେଶ୍ୱର, ଯଦି ଆପଣ ଭାବନ୍ତି ଯେ ମୁଁ ଆପଣଙ୍କର ବିଶ୍ୱରୂପ ଦେଖିବାକୁ ସକ୍ଷମ, ତାହେଲେ ଦୟାକରି ଆପଣଙ୍କର ସେ ବିଶ୍ୱରୂପ ମୋତେ ଦେଖାନ୍ତୁ। ମନ୍ୟସେ ଯଦି ତତ୍ ସଖ୍ୟ, ସଖ୍ୟ ମାନେ ସକ୍ଷମ, ଦେଖିବାକୁ ସକ୍ଷମ। ତତ୍ ସକ୍ଷମ, ମନ୍ୟସେ ଯଦି, ଯଦି ଆପଣ ମନେ କରନ୍ତି, ଭାବନ୍ତି, ତତ୍ ସକ୍ଷମ, ତାହା ଦେଖିବାକୁ ସକ୍ଷମ। ମୟା ଦ୍ରଷ୍ଟୁମ୍, ମୋ ଦ୍ୱାରା ସେଟା ଦେଖି ହବ। ଏ ଯୋଗେଶ୍ୱର ପ୍ରଭୁ ଯଦି ଆପଣ ଭଳିଆ ମନେ କରନ୍ତି, ତତଃ ମେ ତୁମ ଦର୍ଶୟ, ତେବେ ମତେ ଆପଣ ଦେଖାନ୍ତୁ। ଦର୍ଶୟ କାହାକୁ? ନା ଆତ୍ମାନମ୍ ଅବ୍ୟୟମ୍, ସେଇ ଶାଶ୍ୱତ ନିଜକୁ ଆପଣ ଦେଖାନ୍ତୁ। ତ ଏସব ତାତ୍ପର୍ଯ୍ୟଟା ପଢେ। କଥିତ ଅଛି, ପରମେଶ୍ୱର ଶ୍ରୀକୃଷ୍ଣଙ୍କୁ କେହି ଭୌତିକ ଇନ୍ଦ୍ରିୟ ସାହାଯ୍ୟରେ ଦେଖିପାରିବ ନାହିଁ, ଶୁଣିପାରିବ ନାହିଁ, ବୁଝିପାରିବ ନାହିଁ କିମ୍ବା ଅନୁଭବ କରିପାରିବ ନାହିଁ। ନ ଭବେତ୍ ଗ୍ରାହ୍ୟ ଇନ୍ଦ୍ରିୟ, ଏଇ ଜଡ଼ ଇନ୍ଦ୍ରିୟ ଦେଖି ତାଙ୍କୁ ଗ୍ରହଣ କରାଯାଇ ପାରିବନି, ଅନୁଭବ କରାଯାଇ ପାରିବନି, ବୁଝିପାରିବନି। ସେଇଥିପାଇଁ କି ତାଙ୍କୁ କୁହାଉଛି ଅଧକ୍ଷଜ, ସେ ଇନ୍ଦ୍ରିୟର ଅନୁଭୂତିର ଊର୍ଦ୍ଧ୍ୱରେ। କିନ୍ତୁ ଯଦି କେହି ପ୍ରାରମ୍ଭରୁ ପ୍ରେମାଭିଭୂତ ହୋଇ ଦିବ୍ୟ ଭଗବତ ସେବା ନିଯୁକ୍ତ ଥାଏ, ତେବେ ସେ ଦେଖିବାକୁ ପାରିବ। ଦେଖିବାକୁ ସେ ଦେଖିପାରିବ। କୋଉମାନେ? ନା ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନ, ପ୍ରେମ ଅଞ୍ଜନ ଦ୍ୱାରା ରଞ୍ଜିତ ହେଲେ ସେ କୃଷ୍ଣଙ୍କୁ ଦେଖିପାରିବ। ଏଇ ଜୀବନରେ ସେ କୃଷ୍ଣଙ୍କୁ ଦେଖିପାରିବ। ଭକ୍ତି ଏନମ୍ ଦର୍ଶୟତି, ଭକ୍ତି ଦ୍ୱାରା ତାଙ୍କୁ ଦର୍ଶନ କରାଯାଇପାରିବ। ତ ଭଗବାନ ତା ପାଇଁ ପ୍ରକଟିତ ହେବେ। ପ୍ରତ୍ୟେକ ଜୀବ ଗୋଟିଏ ଗୋଟେ ଦିବ୍ୟ ସ୍ଫୁଲିଙ୍ଗ ଚିନ୍ମୟ ଆତ୍ମା। ତେଣୁ ଭଗବାନଙ୍କୁ ଦେଖିବା କିମ୍ବା ବୁଝିବା ସମ୍ଭବପର ନୁହଁ।
ବହୁତ କ୍ଷୁଦ୍ର, ସେ ବୁଝିପାରିବନି, ଦେଖିପାରିବନି, ଜାଣିପାରିବନି। ତେଣୁ ଭକ୍ତ ହିସାବରେ ଅର୍ଜୁନ ନିଜର ମନର କଳ୍ପନା ବିଳାସ ଉପରେ ନିର୍ଭର କରିନନ୍ତି ନାହିଁ, ବରଂ ଏକ ଜୀବ ହିସାବରେ ସେ ନିଜର ସୀମିତ ଶକ୍ତିକୁ ଏବଂ କୃଷ୍ଣଙ୍କର ଅପରିସୀମ ଶକ୍ତି ସ୍ଥିତିକୁ ସ୍ୱୀକାର କରୁଛନ୍ତି। ଏଠି ଅର୍ଜୁନ ସାଧାରଣ ଜୀବର ଭୂମିକା ଗ୍ରହଣ କରିଛନ୍ତି। ସେଥିପାଇଁ କି ସେ କହୁଛନ୍ତି ଯେ ମୁଁ ଏତେ ସୀମିତ, କ୍ଷୁଦ୍ର, ଆପଣଙ୍କର ଅପରିସୀମ ଶକ୍ତି ସ୍ଥିତିକୁ ହଁ ମୁଁ ବୁଝିବି କେମିତିକା? ହଁ, ଆପଣ ତ ଅପରିସୀମ। ଅର୍ଜୁନ କଥା ବୁଝିପାରିଲେ ଯେ ଜୀବ ପକ୍ଷରେ ଅନନ୍ତ ଭଗବାନଙ୍କୁ ବୁଝିବା ସମ୍ଭବପର ନୁହେଁ। ଯଦି ସେ ଅନନ୍ତ ଭଗବାନ ନିଜକୁ ପ୍ରକଟ କରନ୍ତି, ତାହେଲେ ତାଙ୍କର କୃପାବଶତଃ ତାଙ୍କର ପ୍ରକୃତିକୁ ବୁଝିବା ସମ୍ଭବପର ହବ। ଏହି ଶ୍ଲୋକରେ ଯୋଗେଶ୍ୱର ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ, କାରଣ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ଅଛି। ତ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ଅଛି। ଯଦିଓ ସେ ଅନନ୍ତ ଅଟନ୍ତି, ତଥାପି ସେ ଯଦି ଇଚ୍ଛା କରନ୍ତି ତେବେ କୃପାବଶତଃ ନିଜକୁ ପ୍ରକାଶ କରିପାରନ୍ତି। ଏ ଯେ ଅଚିନ୍ତ୍ୟ, ଅନନ୍ତ, ସେ ଇଚ୍ଛାମୟ, ଅଘଟନ ଘଟନ ପଟିଆସି, ଏଇସବୁ ଶବ୍ଦ ଗୁଡ଼ିକ ଭଗବାନଙ୍କ ପାଖେ ପ୍ରଯୁଜ୍ୟ। ଏଇ ଶବ୍ଦକୁ ବ୍ୟବହାର କରିକି ଭଗବାନଙ୍କୁ ବୁଝିଲେ ତାଙ୍କୁ ବୁଝିବା ସହଜ ହବ। ସେଥିପାଇଁ କି ଅର୍ଜୁନ ଶ୍ରୀକୃଷ୍ଣଙ୍କର ଅଚିନ୍ତ୍ୟ କୃପା ଭିକ୍ଷା କରୁଛନ୍ତି। ସେ କୃଷ୍ଣଙ୍କୁ ଆଦେଶ ଦେଉନାହାନ୍ତି। ଯଦି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କ ନିକଟରେ ଆତ୍ମସମର୍ପଣ ନ କରେ, ଦିବ୍ୟ ଭଗବତ ସେବାରେ ନିଜକୁ ନିଯୁକ୍ତ ନ ହୁଏ, Hare ତେବେ Krishna, Hare କୃଷ୍ଣ ତା ନିକଟରେ ପ୍ରକଟିତ ହେବାକୁ ବାଧ୍ୟ ନୁହେଁ। Krishna, Hare Krishna, Krishna Krishna, Hare Hare, Hare ଏ Rama. କେ ରେ মুকুন্দ কে তোমার একজন দেখো তো, মহারাজ এগুলো মিউট। আমাকে কোর্স করে দেন, সবাইকে ব্লক করে দেব, বন্ধ করে দেব। হ্যাঁ, কি হবে? আমাকে কোর্স করে দেন মহারাজ। কো-হোস্ট কিরকম করতে হবে আমি জানি না। কো-হোস্ট কি করে করবো? সাগর নাই, সাগর কো-হোস্ট না, আর কে কোস্ট আছে? জয়েন করেন আজকে। ও ମହାରାଜ ମହାରାଜ ସେଇ ତାଙ୍କ ପାଖକୁ ଯାଆନ୍ତୁ, ତିନିଟା ଡଟ୍ ଡଟ୍ ଅଛି ସେଠି ମେକ୍ କୋ ହୋଷ୍ଟ ଥିବ। কোଉଠି তিনটা ডট ডট আছে? এই ଯୋଉ ଆମ ଉପରେ মিউটের পাশে মহারাজ যার নামে মিউটের পাশে ওখানে ক্লিক করলে নিচে কোহোস্ট আসবে। ଓହୋ, ମ୍ୟୁଟରେ ବାସେ। ତାହେଲେ ପାର୍ଟିସିପେଣ୍ଟ ଯିବାକୁ ପଡିବ। হ্যাঁ, ଭକ୍ତ ସଂଘ, ନା ଏଠି ମୋର ଅଛି, ମୋର। ମହାରାଜ ସେ ଡଟ୍ କୁ ଯାଆନ୍ତୁ ଉପରେ, ସେ ଯୋଉ ଅଛି ଆମର ମୁକୁନ୍ଦଙ୍କର ସେ ଉପରେ ତିନିଟା ଡଟ୍ ଅଛି, ସେଠି ଯାଆନ୍ତୁ, ମେକ୍ ହୋଷ୍ଟ କୋ ହୋଷ୍ଟ ସବୁ ଆସିଯିବ। ହେଲା, ଭକ୍ତ ସଂଘ ହେଲା, କୋ-ହୋଷ୍ଟ ହଁ ହେଇଛି। হয়েছে ହଁ মহারাজ, ମହାରାଜ। হয়েছে। ଓକେ। ହୁଁ।
ଆଚ୍ଛା। ତ କୃଷ୍ଣଙ୍କ ସେବାରେ ନିଯୁକ୍ତ ନ ହୁଏ ତେବେ କୃଷ୍ଣ ତା ନିକଟରେ ପ୍ରକଟିତ ହେବା ପାଇଁ ବାଧ୍ୟ ନୁହନ୍ତି। ତେଣୁ ଯେଉଁ ଲୋକମାନେ ସେମାନଙ୍କର କଳ୍ପନା ଶକ୍ତି ବଳରେ କୃଷ୍ଣଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ସେମାନଙ୍କ ପକ୍ଷରେ ଏହା ସମ୍ଭବପର ନୁହଁ। ତ ଏଇ ତ ଅର୍ଜୁନ ଏଠି କୁହାହେଲା ଯେ ଯେଉଁ ଲୋକମାନେ କଳ୍ପନା ଶକ୍ତି ବଳରେ କୃଷ୍ଣଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ସେମାନଙ୍କର ସେହା ସମ୍ଭବ ନୁହଁ। ଭକ୍ତି ଦେଖିପାରିବେ, କିନ୍ତୁ ଲୋକମାନେ ତ କହିବେ ଯେ ଅର୍ଜୁନ ତ କୃଷ୍ଣଙ୍କୁ ଦେଖୁଛନ୍ତି, ତାଙ୍କ ସାମ୍ନାରେ ଛିଡା ହେଇଛନ୍ତି, ତାହେଲେ ଏଇ ବିଶ୍ୱରୂପ ଟା କଣ ଆହୁରି ଶ୍ରେଷ୍ଠ? ତ କହୁଛନ୍ତି ମୁଁ ଯଦି ଯୋଗ୍ୟ ହେବି ତାହେଲେ ମତେ ଦେଖାଅ। ତ ଭଗବାନ ତାଙ୍କ ଉତ୍ତରେ କହୁଛନ୍ତି ଯେ ପଶ୍ଚିମ ପାର୍ଥ ରୂପାଣି, ପଶ୍ଚିମ ପାର୍ଥ ରୂପାଣି ଶତଶ ଅଥ ସହସ୍ରଶ ନାନା ବିଧାନି ଦିବ୍ୟାନି ନାନା ବର୍ଣ୍ଣ କୃତି ନିଜ, ନାନା ବର୍ଣ୍ଣ ଆକୃତି ନିଜ, ବର୍ଣ୍ଣ ଆକୃତି ନିଜ। ତ ଭଗବାନ କହିଲେ ହେ ମୋର ପ୍ରିୟ ଅର୍ଜୁନ, ହଁ, ପାର୍ଥଙ୍କୁ, ପୃଥାପୁତ୍ର ପାର୍ଥ, ଏବେ ତୁମେ ଅନେକ ପ୍ରକାରର, ଅନେକ ବର୍ଣ୍ଣର ତଥା ଅନେକ ଆକୃତି ବିଶିଷ୍ଟ ମୋର ସହସ୍ର ସହସ୍ର ଦିବ୍ୟ ଅଲୌକିକ ରୂପ ଦର୍ଶନ କର। ପଶ୍ଚିମେ ପାର୍ଥ, ହେ ପାର୍ଥ, ପିତାପୁତ୍ର, ପଶ୍ଚିମ, ତୁମେ ଦେଖ। କଣ ଦେଖ ନା? ମୋର ରୂପାଣୀ, ମୋର ରୂପ ସବୁ ଦେଖ। ଶତଶ ଅଥ ସହସ୍ରଶ, ଶତ ଶତ, ହଜାର ହଜାର, ନାନା ବିଧାନି, ନାନା ପ୍ରକାରର, ଦିବ୍ୟ, ନାନା ପ୍ରକାରର, ନାନା ବର୍ଣ୍ଣ, ନାନା ରଙ୍ଗର, ଆକୃତି ନିଚ, ନାନା ଆକୃତିର, ନାନା ବିଧାନି, ବିଭିନ୍ନ ପ୍ରକାରର, ବର୍ଣ୍ଣ ମାନେ ରଙ୍ଗ, ଆଉ ବିଭିନ୍ନ ଆକୃତି, ଏଗୁলো ସବୁ ଦିବ୍ୟ। ତ ଅର୍ଜୁନ କୃଷ୍ଣଙ୍କୁ ତାଙ୍କର ବିଶ୍ୱ ରୂପରେ ଦେଖିବାକୁ ଇଚ୍ଛା କଲେ, ଯଦିଓ ଏହା ଏକ ଦିବ୍ୟ ରୂପ ତଥାପି ଏହା ପରିଦୃଶ୍ୟମାନ ଜଗତ ରୂପରେ ଦୃଶ୍ୟମାନ, ତେଣୁ ଏହା ସ୍ଥାୟୀ ନୁହେଁ। ଏହା ଭୂତ ପ୍ରକୃତିର ଅସ୍ଥାୟୀ ପ୍ରକାଶ ଅଟେ। ଭଗବାନଙ୍କୁ ତ ବୁଝିବା କଷ୍ଟ। ଏଠି କୁହାହେଲା ପୂର୍ବ ଶ୍ଲୋକରେ, ଅର୍ଜୁନ କହିଲେ ଯୋଗେଶ୍ୱର ତତମେ ତ୍ୱଂ ଦର୍ଶୟମ୍ ଆତ୍ମାନମ୍ ଅବ୍ୟୟମ୍। ତାହେଲେ ଆପଣ ସେ ନିଜର ସେ ଅବ୍ୟୟ ଶାଶ୍ୱତ ରୂପକୁ ଦେଖାନ୍ତୁ। ଏହି ଶ୍ଲୋକରେ ପ୍ରଭୁପାଦ କହୁଛନ୍ତି ଏ ବିଶ୍ୱରୂପଟା ହଉଛି ଏ ଜଡ଼ ଜଗତ ରୂପରେ ପ୍ରକାଶିତ ହେଇଛି। ଏଟା ଅସ୍ଥାୟୀ। ଏଟା ଅସ୍ଥାୟୀ। ଯେପରି ଭୂତ ପ୍ରକୃତି ଦୃଶ୍ୟମାନ ଅଦୃଶ୍ୟମାନ, ସେହିପରି କୃଷ୍ଣଙ୍କର ବିଶ୍ୱରୂପ ପ୍ରକଟିତ ଅପ୍ରକଟିତ ହୁଏ। ଅବ୍ୟୟ କୋଉ ଅର୍ଥରେ କୁହାହେଲା এটা ବୁଝିବାକୁ ପଡିବ। ଆମେ ସ୍ପେକୁଲେସନ କଲେ ବୁଝାଯିବ ଯେ ଭୂତ ପ୍ରକୃତିର ଅବ୍ୟୟ ମାନେ ଭୂତ ପ୍ରକୃତି ସବୁବେଳେ ଥାଏ, କେତେବେଳେ ଦୃଶ୍ୟ ହୁଏ, କେତେବେଳେ ଅଦୃଶ୍ୟ ହୁଏ, କେତେବେଳେ ସୂକ୍ଷ୍ମ ରୂପରେ ଥାଏ, କେତେବେଳେ ସ୍ଥୂଳ ରୂପରେ ଥାଏ।
ତ ଏଇ କୃଷ୍ଣଙ୍କର ଯୋଉ ବିଶ୍ୱ ରୂପଟା এটা ସବୁବେଳେ ପ୍ରକାଶ থাকে ରହେ ନାହିଁ। ହଁ? କୃଷ୍ଣଙ୍କର ଅନ୍ୟ ରୂପ ପରି ଏହା ଶାଶ୍ୱତ ଭାବରେ ପରବ୍ରହ୍ମରେ ନାହିଁ। କୃଷ୍ଣଙ୍କର ବିଶ୍ୱ ରୂପଟା ଏଇ ଜଡ଼ ଜଗତରେ ପ୍ରକାଶିତ ହୁଏ। ଏ ବିଶ୍ୱ ରୂପ ତ ଜଡ଼ ଜଗତ ଏମିତି ମୁଁ ଶୁଣିଛି ପରମାତ୍ମା ସ୍ୱରୂପ ବି ଏଇ ପରମାତ୍ମା ଜିନିଷଟା ବି ଚିତ୍ ଜଗତରେ ନାହିଁ। ହୁଁ। ସେ ସେଠି ନିଜ ଉପସ୍ଥିତ ରହିଛନ୍ତି ପରମାତ୍ମା ରୂପରେ। ପ୍ରତି ଜୀବର ହୃଦୟ ଯେମିତି ଏଠି ଅଛନ୍ତି ସେଠି ପ୍ରତି ଜୀବର ହୃଦୟ ପରମାତ୍ମାରେ ନାହାନ୍ତି, କାରଣ ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି। ତ ଯେହେତୁ ଏଇ ବିଶ୍ୱ ରୂପଟା ଗୋଟେ ମାନେ ସ୍ଥାୟୀ ନୁହଁ, ଏ ଜଡ଼ ଜଗତରେ ରହିଛି, ଏଟା ପରବ୍ରହ୍ମରେ ନାହିଁ। ତ କୃଷ୍ଣ ଭକ୍ତମାନେ ଏ ବିଶ୍ୱ ରୂପକୁ ଦେଖିବା ପାଇଁ ଆଗ୍ରହୀ ନୁହନ୍ତି। ଯେଉଁମାନେ କୃଷ୍ଣଙ୍କୁ ଦେଖୁଛନ୍ତି ତାଙ୍କ ଦ୍ୱିଭୁଜ ଶ୍ୟାମ ସୁନ୍ଦର ମୁରଲୀଧାରୀ ରୂପ, ସିଏ ଏଇ ବିଶ୍ୱ ରୂପ ଦେଖିବାକୁ ଚାହିଁବେ କାହିଁକି? କିନ୍ତୁ ଅର୍ଜୁନ ଆଗ୍ରହୀ ହେଲେ ଦେଖିବା ପାଇଁ କି, କିନ୍ତୁ ଦେଖିବା ପରେ ତାଙ୍କର ଯେ କଣ ଅବସ୍ଥା ହଉଛି ସେଟା ଆମମାନଙ୍କ ଲକ୍ଷ୍ୟ କରିବା ଦରକାର। ଯେ ଭକ୍ତ ବିଶ୍ୱରୂପ ଦେଖି ଖୁସି ହବ ନା ହବନି। ଅର୍ଜୁନ ଉତ୍ସାହିକ ବିଶ୍ୱରୂପ ଦେଖିବାକୁ ଚାହିଁଲେ, କାହିଁକି ନା ଭଗବାନ କିନ୍ତୁ ସର୍ବବ୍ୟାପକ, ସବୁ କିଛି ତାଙ୍କ ଭିତରେ ରହିଛି, ଏଗୁলো ସେ ଦେଖିଲେ ତାଙ୍କର ଆଉ ଦୃଢ଼ତା ବଢିବ। ସେ ତ ସେ ଗ୍ରହଣ କରିଛନ୍ତି ଯେ କୃଷ୍ଣ ଭଗବାନ, ତେବେ ଆହୁରି ଦୃଢ଼ ହେବେ। ଆଉ ସେ ନିଜେ ଦୃଢ଼ ହେବେ ଏତେଟା ଗୁରୁତ୍ୱପୂର୍ଣ୍ଣ ନୁହଁ, ତାଠୁ ବେଶୀ ହଉଛି ଆମମାନଙ୍କ ଭଳିଆ ବଦ୍ଧ ଜୀବମାନଙ୍କୁ ଜଣେଇବା ପାଇଁ କି ଯେ କୃଷ୍ଣଙ୍କର ଗୋଟେ ସର୍ବବ୍ୟାପକ ସ୍ୱରୂପ ରହିଛି, କିଭଳିଆ କୃଷ୍ଣଙ୍କ ଭିତରେ ସବୁ ରହିଛି। କୃଷ୍ଣ ସର୍ବବ୍ୟାପକ, ତା ଭିତରେ ବ୍ରହ୍ମାଣ୍ଡ ରହିଛି। ଆଉ କୃଷ୍ଣ ଯୋଉ ଶରୀର ନେଇକି ଛିଡା ହେଇଛନ୍ତି ଅର୍ଜୁନଙ୍କ ପାଖରେ, ତା ଭିତରେ ହିଁ ସମସ୍ତ ବ୍ରହ୍ମାଣ୍ଡ ଦେଖିପାରିବ। এটা ଅଚିନ୍ତ୍ୟ ହବନି। ଅନନ୍ତ କୋଟି ବ୍ରହ୍ମାଣ୍ଡ ଗୋଟେ ମଣିଷ ହେଇଥିଲେ ତା ମଣିଷ ଭିତରେ କିନ୍ତୁ ଦେଖାଯିବ। ଯେମିତିକା ସେ ଦେଖିଲେ ନା ବଟପତ୍ର ଉପରେ ଭଗବାନ ଶୋଇଥିଲେ, ସେ ଋଷି ଯିଏ ପ୍ରଳୟ ସମୟ ଭାସି ଭାସିକି ଆସିଲେ, ସେ ତାଙ୍କ ମୁହଁ ଭିତରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ଦେଖିଲେ, ପୁରା ବ୍ରହ୍ମାଣ୍ଡକୁ ଦେଖିଲେ। ତ ସାଧାରଣ ଲୋକ ପାଇଁ ଏଇଟା ଅସମ୍ଭବ, ଶିଶୁ ଭିତରେ କେମିତି ହବ? ଯେ ଭଗବାନ ଅଚିନ୍ତ୍ୟ ଶକ୍ତି ରହିଛି, ସବୁ ତାଙ୍କ ପାଇଁ ସମ୍ଭବ ହବ। ତ ଭକ୍ତ ବିଶ୍ୱରୂପ ଦେଖିବା ପାଇଁ ଆଗ୍ରହୀ ନୁହଁ, କିନ୍ତୁ ଏଠାରେ ଅର୍ଜୁନ କୃଷ୍ଣକୁ ଏ ରୂପ ଦେଖିବାକୁ ଚାହିଁବାରୁ କୃଷ୍ଣ ତାହା ପ୍ରକାଶ କରିଲେ। ସେ ଇଚ୍ଛା କଲେ ଦେଖିବା ପାଇଁ, ଜାଣିବା ପାଇଁ କି ତାଙ୍କର ସର୍ବବ୍ୟାପକତା ବିଶ୍ୱରୂପ ଜାଣିବାକୁ ଚାହିଁଲେ। ଏମିତି ନୁହେଁ ଯେ ସେ ବିଶ୍ୱରୂପଟା କୃଷ୍ଣଙ୍କୁ ଦେଖିବାଟା ଆହୁରି ଶ୍ରେଷ୍ଠ, ତା ନୁହଁ। କୌଣସି ସାଧାରଣ ଲୋକ ପକ୍ଷରେ ତ ବିଶ୍ୱରୂପ ଦେଖିବା ସମ୍ଭବ ନୁହଁ। ଏଇଟା ଦେଖିବାକୁ ହେଲେ କୃଷ୍ଣଙ୍କର ବିଶେଷ ଶକ୍ତି ପାଇବାକୁ ପଡ଼ିବ, ନହେଲେ ଦେଖିପାରିବେନି। ତ ସେ କଥା ହିଁ କୃଷ୍ଣ କହୁଛନ୍ତି ଯେ ତୁମେ ଦେଖ, ଶତ ସହସ୍ର ମୋର ବିଭିନ୍ନ ପ୍ରକାରର, ବିଭିନ୍ନ ବର୍ଣ୍ଣର, ବିଭିନ୍ନ ଆକୃତିର ଦିବ୍ୟ ରୂପ ସବୁ ତୁମେ ଦେଖ। ପଶ୍ୟ ଆଦିତ୍ୟାନ୍ ବସୁନ୍ ରୁଦ୍ରାନ୍ ଅଶ୍ୱିନୌ ମରୁତ୍ ତଥା ବହୂନି ଅଦୃଷ୍ଟ ପୂର୍ବାଣି ପଶ୍ୟଶ୍ଚ ଆଶ୍ଚର୍ଯ୍ୟାନି ଭାରତ। ହେ ଭରତ ଶ୍ରେଷ୍ଠ, ଆଦିତ୍ୟ, ରୁଦ୍ର ଏବଂ ସମସ୍ତ ଦେବତା ମାନଙ୍କର ବିଭିନ୍ନ ପ୍ରକାଶମାନ ଏଠାରେ ଦେଖ।
ହୁଁ। ଯାହା କେହି ଆଗରୁ ଦେଖି ନାହିଁ କି ଶୁଣି ନାହିଁ, ସେଇ ସବୁ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଏଠାରେ ତୁମେ ଦର୍ଶନ କରିବ। ପଶ୍ୟ ଆଦିତ୍ୟାନ୍, ମାନେ ଆଦିତ୍ୟ ମାନଙ୍କର ଦ୍ୱାଦଶ ଆଦିତ୍ୟ ଅଛନ୍ତି। ଅଦିତିଙ୍କର ଏଇ 12ଟି ପୁତ୍ରକୁ ଦ୍ୱାଦଶ ଆଦିତ୍ୟ କୁହାଯାଏ। ପଶ୍ୟ ଆଦିତ୍ୟାନ୍ ବସୁନ୍, ଅଷ୍ଟ ବସୁ, ଦ୍ୱାଦଶ ଆଦିତ୍ୟ, ଅଷ୍ଟ ବସୁ 20 ହେଲେ। ରୁଦ୍ରାନ୍, ଏକାଦଶ ରୁଦ୍ର 31 ହେଲେ। ଆଉ ଅଶ୍ୱିନଉ 31, 32 ଦୁଇ ବୈଦ୍ୟ। ହଁ, ତ ଏଠି ହେଲେ 12, 12 8 20, 20 11 31, ତାପରେ ଅଶ୍ୱିନ 32 33, ତାପରେ ମରୁତ ଆସିଗଲେ 49 ମରୁତ। କିଏ 33 କୋଟି ଯେ ଦେବତା ଆମେ କହୁଛେ, କହୁଛନ୍ତି ନା 33 କୋଟି ନ 33 ପ୍ରକାରର ଦେବତା। ହଁ କହୁଛନ୍ତି ଗୋଟେ, ତାକୁ ଏଇଭଳିଆ ଦେଖୁଛନ୍ତି ଆଦିତ୍ୟ, ବସୁ, ରୁଦ୍ର, ଅଶ୍ୱିନୀ, ମରୁତ, ଆଉ କିଏ ଥିବେ ଏଇଭଳିଆ। ତଥା ବହୁନି, ଅନେକ ଅଦୃଷ୍ଟ, ଯାହା ତମେ କେବେ ପୂର୍ବରୁ ଦେଖିନାହ କି ଶୁଣିନାହ, ପୂର୍ବାଣୀ ପଶ୍ୟ, ତୁମେ ଦେଖ। ଏ ଭାରତ ଶ୍ରେଷ୍ଠ, ଏସବୁ ଆଶ୍ଚର୍ଯ୍ୟ ଜିନିଷ ତୁମେ ମୋ ମଧ୍ୟ ଦର୍ଶନ କର। ଯଦିଓ ଅର୍ଜୁନ କୃଷ୍ଣଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ, ଅତି ବିଦ୍ୱାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ତଥାପି କୃଷ୍ଣଙ୍କ ସମ୍ବନ୍ଧରେ ସେ ଜାଣିପାରି ନାହାନ୍ତି। এটা କୁହାଯାଉଛି ଯେ ମାନବମାନେ ଏସବୁ ରୂପ ଓ ପ୍ରକାଶମାନ ପୂର୍ବରୁ ଦେଖି ନାହାନ୍ତି କିମ୍ବା ଏପର୍ଯ୍ୟନ୍ତ ଶୁଣି ନାହାନ୍ତି। ବର୍ତ୍ତମାନ କୃଷ୍ଣ ସେ ଆଶ୍ଚର୍ଯ୍ୟ ରୂପ ଦେଖାଉଛନ୍ତି। ତ ଲୋକମାନେ କିଛି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ଚାହାନ୍ତି, ଚମତ୍କାର, ବୁଝିପାରିଲେ କି? ଚମତ୍କାର ଦେଖିଲେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରିବେ, ତାକୁ ଯୋଗୀ ବୋଲି ମନେ କରିବେ। ସେ ଆକାଶରେ ଉଡ଼ି ପାରିବ, ବିଭିନ୍ନ ପ୍ରକାରର ଚମତ୍କାର ଦେଖେଇ ପାରିବ, ତାହେଲେ ଯୋଗୀ ବୋଲି ମନେ କରିବେ, ତାହେଲେ ଭଗବାନ ବୋଲି ଗ୍ରହଣ କରିବେ। ବା ସାଙ୍ଗେ ସାଙ୍ଗେ ଯେ ଫଳ ଦେଇଦବ, ସାଙ୍ଗେ ସାଙ୍ଗେ ଚିନ୍ତାର ରୋଗ ଭଲ ହେଇଗଲା, ବା କିଛି ଗୋଟେ ହେଇଗଲା, ତ ଏଇଟା କିନ୍ତୁ ଭଗବାନଙ୍କ ଜାଣିବାର ଏଇଟା ପନ୍ଥା ନୁହଁ। ଚମତ୍କାର ଦେଖିକି ଭଗବାନ ଜାଣିବା ପନ୍ଥା ନୁହଁ। ତେବେ ବି ସମସ୍ତ ଭଗବତ ସ୍ୱରୂପରେ ସେମାନେ କିଛି କିଛି ଚମତ୍କାର ତ ଦେଖେଇଛନ୍ତି। ରାମ, କୃଷ୍ଣ, ଗୌରାଙ୍ଗ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ସମସ୍ତେ ଚମତ୍କାର କିନ୍ତୁ ଦେଖେଇଛନ୍ତି। ଚମତ୍କାର ଦେଖିକି ଭଗବାନଙ୍କୁ ଗ୍ରହଣ କରିବାଟା ମାନେ ଅଶିକ୍ଷିତ ମୂର୍ଖ ସାଧାରଣ ଲୋକଙ୍କର ଏଇଟା ଗୋଟେ ପନ୍ଥା। କିନ୍ତୁ ଜଣେ ବିଜ୍ଞ ବ୍ୟକ୍ତି ଚମତ୍କାରିତାକୁ ଦେଖି ତାକୁ ଭଗବାନ ବୋଲି ଗ୍ରହଣ କରିବେନି। ତାଙ୍କର ଭଗବାନଙ୍କର ଆହୁରି ଅନେକ ସ୍ୱରୂପ ଲକ୍ଷଣ ରହିଛି, ସେସବୁ ଦେଖିବେ, ଶାସ୍ତ୍ର ପ୍ରମାଣ ଦେଖିବେ, ମହାଜନ ବାକ୍ୟ ଦେଖିବେ, ସେ ଅନୁସାରେ ଚମତ୍କାର ଦେଖିକି ନୁହେଁ, ବୁଝିପାରିଲେ କି? ତେବେ ବି ଭଗବାନଙ୍କର ଅଦ୍ଭୁତ ଚମତ୍କାରିତା ରହିଛି। ଯେଭଳିଆ କୃଷ୍ଣ ତାଙ୍କର ସେଇ ଚମତ୍କାର ଦେଖେଇବେ, ତାଙ୍କ ଭିତରେ ସାରା ବିଶ୍ୱରୂପକୁ ଦେଖେଇବେ। ଏଇଭଳିଆ ଚମତ୍କାର କିଏ ଯୋଗୀ ଦେଖେଇ ପାରିବନି। ହଁ। ତ ଏମିତିକା ଚମତ୍କାର ଦେଖେଇବେ ଯେ ସେ କହିଲେ, ଦେଖ ମୋ ଭିତରେ ତମେ ସମସ୍ତେ ଆଦିତ୍ୟ, ରୁଦ୍ର, ସମସ୍ତ ଦେବତାମାନଙ୍କ ବିଭିନ୍ନ ପ୍ରକାଶ ଏଠାରେ ଦେଖ। ଯାହା ତମେ ଆଗରୁ ଦେଖିନ, ଶୁଣିନ, ସେସବୁ ଦେଖିବ ଏଇଠି।
ଏଇସବୁ ଆଶ୍ଚର୍ଯ୍ୟ ଜିନିଷ ତୁମେ ଦେଖିବ। ହଁ। ତ କୃଷ୍ଣ ତାଙ୍କର ବନ୍ଧୁ ଅର୍ଜୁନକୁ ସେ ଗୋଟେ ଦେଖେଇବେ। ଠିକ ଅଛି। ହରେ କୃଷ୍ଣ 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 ହରେ 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 ରାମ রাম রাম হরে হরে। এখন আমরা চৈতন্য চরিতামৃত থেকে শ্রবণ করব। চৈতন্য চরিতামৃত। মহারাজ প্রণাম। মহারাজ একটা জিজ্ঞাসা করবো মহারাজ। হরিবল। মহারাজ একটা জিজ্ঞাসা করবো মহারাজ। হ্যাঁ বলুন। মহারাজ এই যে আহ, আহ, কুরুক্ষেত্রের যুদ্ধে ভগবান অর্জুনকে শ্রীমদ্ ভগবত গীতার জ্ঞান দান করছেন, তো এটা আহ, সবাই শুনছিলেন? যেটা কুরুক্ষেত্রে রয়েছে সবাই? সবাই শুনছিল কিনা আমি তো জানি না, কিন্তু প্রভুপাদ বলছেন যে এই জ্ঞান সবার সমক্ষে বলা হয়েছে, কোথায় লোককে লুকিয়ে অর্জুনকে বলেননি। সেখানে যে কত অক্ষৌহিণী 18 অক্ষৌহিণী সৈনিক ছিল, সে কৃষ্ণ যে লাউড স্পিকার দিয়ে বলছিলেন না এমনি বলছিলেন, সবাই শুনছিল, সেই ব্যাপারটা আমার কোনো গ্রন্থে দেখি না। আপনি দেখেছেন? আমি এইরকম জানি মহারাজ যে সবাই শুনছিলেন। কোথায় হ্যাঁ, লেখা আছে? কোথাও লেখা আছে পড়েছি কিনা জানি না, হয়তো কোথাও শ্রবণ করেছি। আর তো একটা আমি জিজ্ঞাসা মহারাজ। কিনা, কিন্তু সবার সম্মুখে বলা হয়েছিল প্রবাদ বলছেন, সেটা আমি জানি। আর একটা জিজ্ঞাসা মহারাজ, এই যে ভগবান অর্জুনকে এই বিশ্বরূপ দেখার জন্য দিব্য দৃষ্টি দিলেন, তাহলে শুধু অর্জুনকে দিব্য দৃষ্টি দিলেন না, বিশ্বরূপ শুধু অর্জুনই কেবল একা দেখেছেন, বাকিরা গীতা শ্রবণ করলেও এই বিশ্বরূপ দর্শন করতে পারেনি, তাই তো মহারাজ? যেহেতু সেই সবাই রকম দিব্য দৃষ্টি দেননি। সেরকম তো মনে হচ্ছে। হুম, ঠিক আছে মহারাজ, প্রণাম, হরে কৃষ্ণ। তো ভগবান তার শক্তি, তার গুণগণ, অচিন্ত্য প্রভাব তিনের না যায় কথা। তো মহাপ্রভু ব্যাখ্যা করে বলছিলেন যে ভগবান তার শক্তি, তার গুণ অচিন্তের কথা। তো অন্য যত সাধ্য সাধন করি আচ্ছাদন, এই তিনে হরে সিদ্ধ সাধকের মন। অন্য সমস্ত সাধ্য সাধনা আদি